ବହୁତ ଲୋକ ସେମାନେ ଜାଣିଥିବେ ସେମାନଙ୍କର ଆଶା ପୂରଣ ହେଉଛି କି ନାହିଁ ସେମାନେ ଜାଣିଛନ୍ତି। ମୁଁ ସିନା ଏଇନେ ଢାବା ମାରିଦେଇଛି ବୋଲି କହୁଛନ୍ତି, ଆପଣମାନେ ସେମିତି ଭାବିବେ ନାଇଁ, ଏଠି ସେମିତି ଭାବିବେନି। ଏଇଟା ହିଙ୍ଗୁଡ଼ା, ଜୟ ମା ହିଙ୍ଗୁଡ଼ା। ନମସ୍କାର ଭାଇ ଓ ଭଉଣୀମାନେ, ମୁଁ ରାଜେନ୍ଦ୍ର ସିଂ। ଆପଣମାନେ ଦେଖୁଛନ୍ତି ମୁଁ ଆଦିବାସୀ। ବର୍ତ୍ତମାନ ମୁଁ ଅଛି ସୁହାଗପୁରରେ। ଏଇଟା ଦେଖିପାରୁଛନ୍ତି, ଏଇଟା ସୁହାଗପୁର, ଏଇଟା ସ୍କୁଲ। ଏପଟେ ହଉଛୁ ଆମ ଗାଁକୁ ଯିବ, ଏଇପଟେ ଏଇଟା ସିଙ୍ଗୁଡ଼ା ବନ୍ଧରୁ 6 କିଲୋମିଟର ଆସିବେ। ଆଉ ଏପଟେ ବଡ଼ସାହିରୁ 5 କିଲୋମିଟର ଆସିବେ। 5 କିଲୋମିଟର ଆସିଲା ପରେ ଆଉ ଏପଟେ ଯିବେ ହିଙ୍ଗୁଡ଼ା। ହିଙ୍ଗୁଡ଼ା ଆଉ କେତେ ଦିନ ଅଛି କମେଣ୍ଟ କରି କହିବେ। ସବୁ ଦେଖିଥିବେ, ହେଲେ ଏମିତି ଗୋଟେ ଟିକେ ଜିନିଷ, ରହସ୍ୟମୟ ଜିନିଷ ଅଛି। ଜଣେ ବେପାରୀ ଯଦି କିଛି ଜାଣିନି, ସେ ଜିନିଷ ନେଇକି ଆସିଯିବ, ସନ୍ଧ୍ୟା ବେଳକୁ ତା ଜିନିଷ ପତ୍ର ସବୁ ସରିଯିବ। ଏତେ ବଡ଼ ରହସ୍ୟ ଅଛି ଏ ଜିନିଷ। କିନ୍ତୁ ଯାହା ମାଗିବ ତାହା ମିଳିବ। ଜାଣିଛନ୍ତି? ଜାଣିନାହାନ୍ତି? ସେଭଳିଆ ଜାଗାକୁ ଦର୍ଶନ କରିବା ପାଇଁ ଯିବା ଆମେ ସେଠିକି। ଚାଲ। ଏଥର ହିଙ୍ଗୁଡ଼ା ବହୁତ ପରିବର୍ତ୍ତନ ହେଇଛି। ଆଗରୁ ଗୋଟେ ଛୋଟିଆ ଜାଗା ଥିଲା, ବହୁତ ବଡ଼ କରିଦିଆଯାଇଛି। ନୂଆ ମନ୍ଦିର ଗୋଟେ କରିଦିଆଯାଇଛି। ଏପଟେ ବି ଜଙ୍ଗଲ ଅଛି, ଏପଟେ ବି ଜଙ୍ଗଲ ଅଛି। ଯେତେବେଳେ ଆପଣ ହିଙ୍ଗୁଡ଼ା ଆସିବେ, ଭିଡ଼ ଭିତରେ କିଛି ଦେଖିପାରିବେନି। ମୁଁ କିନ୍ତୁ ଆଜି ଏଭଳିଆ ଜିନିଷ ଦେଖିବି, ଆପଣମାନଙ୍କୁ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ। କିନ୍ତୁ ନର୍ମାଲ ଲାଗିବ, କାହିଁକି ନା ହିଙ୍ଗୁଡ଼ା ପହଞ୍ଚିଲା ବେଳକୁ ଏଇନା କେତେ ଚାଲିଛି? ଏଇନା ନଭେମ୍ବର, ତାପରେ ଡିସେମ୍ବର ଆସିବ, ଜାନୁଆରୀ ଫେବୃଆରୀ ମାସ ଯାଇକି ପଡ଼ିବ। ଫେବୃଆରୀ ମାସରେ ପଡ଼ିବ ହଉଛୁ ହିଙ୍ଗୁଡ଼ା। ସେତେବେଳେ ଯେ ବହୁତ ଭିଡ଼ ଥିବ। ଏଇଠି ପାଖରୁ ଦେଖୁଛନ୍ତି, ସେପଟେ ସେଇଟା ହିଙ୍ଗୁଡ଼ା, ଆଉ ସେପଟେ ସେଇ ରାସ୍ତା ପୁରା ଜାମ୍ ହେଇଯାଇଥିବ। ଆମର ସେମିତି ଭିଉ ଦେଖି ପାରିବାନି ନା, ଆମର ଡ୍ରୋନ୍ ଫ୍ରୋନ୍ କିଛି ନାହିଁ। ଆମେ ଟିକେ ଏଇନା ଛୋଟକାଟିଆ ଲୋକ, ଏତେ ଅଭାବ ମେଣ୍ଟେନ କରିହେବନି। ଆଉ ବାସ୍ ଚାଲ ଦେଖିବା, ଆଜି ଯାହାନେ ବି ଦେଖିବା, ବହୁତ ଭଲ ଦେଖିବା, ବହୁତ ସିନେମାଟିକ୍ ସର୍ଟ ସହିତ ଦେଖିବା। ଭାଇମାନେ ମୁଁ ପ୍ରାର୍ଥନା କରୁଛି, ରାଗିବେନି କେହି ଭାଇ। ଫୁଲ୍ ପ୍ୟାଣ୍ଟ ବି ପିନ୍ଧିନି, ଖାଲି ସୁଟ୍ଟା ଗୋଟେ କଟା ହେଇଛି। ଖରାପ ବି ଲାଗୁଛି। ଅଲଗା କାମରେ ଆସିଥିଲି, ଗୋଟେ ହଠାତ୍ ଗୋଟେ ପ୍ରୋଗ୍ରାମ ହେଇଯାଇଛି। ସେଥିପାଇଁ ମୁଁ ଯେଉଁ କହୁଥିଲି, ଯାହାର ହଉନି ଆପେ ଆପେ ହେଇଯାଉଛି ସେଇଭଳି ଜିନିଷ। କିନ୍ତୁ କେତେ ଲୋକ ଏଇଠି ମାନସିକ କରିଛନ୍ତି ସେଇଟା ବି ଦେଖିଛି, ବିଶ୍ୱାସ ହବନି। ବହୁତ ଲୋକ ସେମାନେ ଜାଣିଥିବେ ସେମାନଙ୍କର ଆଶା ପୂରଣ ହେଉଛି କି ନାହିଁ ସେମାନେ ଜାଣିଛନ୍ତି। ମୁଁ ସିନା ଏଇନେ ଢାବା ମାରିଦେଇଛି ବୋଲି କହୁଛନ୍ତି, ଆପଣମାନେ ସେମିତି ଭାବିବେ ନାଇଁ, ଏଠି ସେମିତି ଭାବିବେନି। ଏଇଟା ହିଙ୍ଗୁଡ଼ା, ଜୟ ମା ହିଙ୍ଗୁଡ଼ା। ଫୁଟକା ପଚିଗଲାଣି, ଏତେବେଳକୁ ସଜେଇଦେବେ, ସେଟା ଟାଇମ୍ ବେଳକୁ ସଜେଇଦେବେ। ଚାଲ, ମୁଁ ଆଉ ଗୋଟେ ଏମିତି ବଢ଼ିଆ ଜିନିଷ ଦେଖେଇବି, ଆପଣମାନେ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ। ସେଇ ଜାଗାଟା କ'ଣ କୁହନ୍ତି ଜାଣନ୍ତି? ସେଇଟା ତାକୁ କୁହନ୍ତି ଅଗ୍ନିକୁଣ୍ଡ। ଆସ ଦେଖନ୍ତୁ, ତାପରେ ଗୋଟେ ଗୋଟେ ଜିନିଷ ଆପଣମାନଙ୍କୁ ଦେଖେଇବି। ଏଇଟା ହେଲା ଅଗ୍ନିକୁଣ୍ଡ। ଆଉ କିଛି ନୂଆ ନୂଆ କାମ ବି ହେଉଛି, ସେଇଟା ବି ଦେଖିବା। ଆଉ ଏଇଟା ଦେଖୁଛନ୍ତି, ଏଇଟା ହେଉଛି ସେଇଟା କରାହେଉଛି, ଏଥର ନୂଆ କରାହେଇଛି। ଆଉ ନେପାଳ ଏଇଟା ବହୁତ ଖରାପ ହେଇଗଲାଣି। ଏଇଟା ପୁରୁଣା ଷ୍ଟାର୍ଟିଂରୁ ଥିଲା ଏଇ ଜାଗାଟା। ଏଇଟା ପୁରା ରାଉଣ୍ଡିଂ ଏରିଆଟା ପୁରା ଜଙ୍ଗଲ, ଚାରିଆଡ଼େ ଜଙ୍ଗଲ। ଆପଣମାନଙ୍କୁ କହୁଥିଲି ବିଶ୍ୱାସ ହେଉନଥିଲା ପରା। ଦେଖନ୍ତୁ ଏଇ ଯେଉଁ ଅଗ୍ନିକୁଣ୍ଡ ଚାରିଆଡ଼େ କେମିତି ବନ୍ଧା ହେଇଛି, ଦେଖ କେମିତି ବନ୍ଧା ହେଇଛି। ବିଶ୍ୱାସ ହେଉନି, ଚାରିପଟେ ଦେଖନ୍ତୁ କେମିତି ବନ୍ଧା ହେଇଛି। ଦେଖନ୍ତୁ କେମିତି ବାନ୍ଧିଛନ୍ତି। ଯିଏ କହିବ ମୋର ମନସ୍କାମନା ପୂରଣ ହଉନି, ସେ ମିଛ କହୁଛି, ବୁଝିଲ? ଦେଖ ଏତେ ଲୋକ କାହିଁକି ଏଠି ବାନ୍ଧୁଛନ୍ତି? ଏତେ ଲୋକ କାହିଁକି ବାନ୍ଧୁଛନ୍ତି? ସେମାନେ ଜାଣିଥିବେ କେମିତି ପୂରଣ ହଉଛି।
ସେ ଛୋଟ ବଡ଼ ଯେକୌଣସି ଜିନିଷ ହଉ ସବୁକା ପୂରଣ ହେଉଛି ସମସ୍ତଙ୍କର। ଆପଣମାନେ ଭାବୁଥିବେ ମୁଁ ବାନ୍ଧୁଛି ନା ନାହିଁ, ହଁ ମୁଁ ବି ବାନ୍ଧୁଛି, ହେଲେ ମୁଁ ଦିନେ ବି ମାଗି ନାହିଁ, ଦିନେ ବି ମାଆଙ୍କୁ, ସେଥିପାଇଁ ମୁଁ ଦିନେ ବି ମାଗି ନାହିଁ। ଆଉ ହଉ ଚାଲ ଆଉ ଅନ୍ୟ କିଛି ଜିନିଷ ଯେତେବେଳେ ମେଳା ହୁଏ, ଯେତେବେଳେ ସେ ଟାଇମ୍ଟା ପହଞ୍ଚେ, ଲୋକମାନେ ଏତେ ଭିଡ଼ ହେଇଯାଆନ୍ତି, ମାନେ କିସ କହନ୍ତି ସେଟା ଗୋଟେ କଣ୍ଟ୍ରୋଲ ବାହାରେ ହେଇଯାଏ। ଲୋକମାନେ ସେତେବେଳେ ଆସନ୍ତି ଏଇଭଳିଆ ଶାଳ ଗଛରେ ଏମିତି ବାନ୍ଧି ଦିଅନ୍ତି, ଏମିତି ବାନ୍ଧନ୍ତି। ତାହେଲେ ଆଉ ଗୋଟେ ଜିନିଷ ଦେଖିବେ, ଯେତେବେଳେ ଆପଣ ଆସିବେ ହିଙ୍ଗୁଳା ମାଆକୁ ଦର୍ଶନ କରିବା ପାଇଁ, ହିଙ୍ଗୁଳା ମାଆକୁ ଦର୍ଶନ କରିବା ପାଇଁ ଆସନ୍ତି, ସେତେବେଳେ ଲୋକ ଭିଡ଼, ପରିସ୍ରା କରିବା ପାଇଁ ଅସୁବିଧା ହବ, ଏଠି ହଗିବା ପାଇଁ ଅସୁବିଧା ହବ, ସେଇଭଳିଆ ଦେଖିବାରେ ନାହିଁ। ମୁଁ ସେଇଭଳିଆ ଜାଗା ବି ଦେଖେଇ ଦଉଛି ଆପଣମାନଙ୍କୁ। ପାଣିର ସୁବିଧା ନଥିବ, କ'ଣ ସୁବିଧା ନଥିବ, ବୋତଲ କେତେ କିଣିକି ହଗିକି ମୁତିକି ପାଞ୍ଚେଇବେ। ସେଇଥିପାଇଁ କରାହେଇଛି ଏଇଠି ଗୋଟେ ଏଇଭଳିଆ ଜାଗା କରାହେଇଛି, ଦେଖନ୍ତୁ ସେଇଟା ଗୋଟେ। ଏଇଟା ସେତେବେଳେ ଚାଲୁ କରିଦିଆଯିବ ସବୁ, ଏଇନା ବର୍ତ୍ତମାନ ଏଭଳିଆ ଅବସ୍ଥା ଅଛି। ଭାଇମାନେ ଆଉ ଗୋଟେ କଥା, ଆମେ ଗାଧାଗାଧି କିଛି କରିନେ, ଆଉ ସେଭଳିଆ କିଛି ଅବସ୍ଥା ହେଇକି ହଠାତ୍ ପ୍ରୋଗ୍ରାମ ହେଇଛି, ଯେହେତୁ ଆମେ ଖାଲି ଆରାଉଣ୍ଡିଂଟା ବୁଲିବା, ମନ୍ଦିରକୁ ପଶିବାନି। ଏଇଠି ହଉଛି ପାଣି ବ୍ୟବହାର କରିପାରିବେ, ଏ ଟିକେ ପାଣି ନେଇକି ଏଇଟା ପିଏ ବି କରୁଛନ୍ତି ନାଇଁ ନା। ହଁ, ଆଉ ଗୋଟେ ଜିନିଷ ଦେଖଉଛି, ନୂଆ ମନ୍ଦିର ତ ହେଇଛି, କିନ୍ତୁ ତା ପୂର୍ବରୁ ଯେଉଁଠି ମନ୍ଦିର ଥିଲା ସେଇଟା କେହି କହିବେନି, ସେଇଟା କେହି ଜାଣନ୍ତିନି। ସେଇଟା ହଉଛି ଏଇଟା, ଷ୍ଟାର୍ଟିଂରୁ ଯେଟା ଥିଲା ହେଉଛି ଏଇଟା, ଷ୍ଟାର୍ଟିଂରୁ ଯେଟା ଥିଲା ଏଇଟା। ଆଉ ଏ ବରଗଛ ସେଇଭଳିଆ ଅଛି। ଦେଖନ୍ତୁ ଏଇଟା ହଉଛି ନୂଆ ମନ୍ଦିର। ଲୋକମାନେ ଏତେ ଇଏ ହେଇଗଲେ ଯେ ମାଆଙ୍କୁ ମାଗିବା ପାଇଁ ଆଉ କିଛି ଜାଗା ରଖୁନାହାନ୍ତି, ଚାରିଆଡ଼େ ବାନ୍ଧି ଦେଇଛନ୍ତି। ଦେଖ ଏଇ ଗଛଟା ରଖିନାହାନ୍ତି, ଫାଙ୍କା ରଖିନାହାନ୍ତି, ସବୁଆଡ଼େ ବାନ୍ଧିକି ଫେରାର କରିଦେଇଛନ୍ତି। ଦେଖ ମାନେ ଲୋକମାନେ ତାଙ୍କର ଆଶା ପୂରଣ ପାଇଁ କ'ଣ ନାହିଁ କ'ଣ କରି ପକେଇବ ତା ଠିକଣା ନାହିଁ। ଦେଖୁଛନ୍ତି ନା, ଏପଟେ ବି ବାନ୍ଧିଛନ୍ତି, ସେପଟେ ବି ବାନ୍ଧିଛନ୍ତି, ମାନେ ଆଉ କୌଣସି ଜାଗା ଫାଙ୍କା ରଖିନାହାନ୍ତି। ଆଉ ଗୋଟେ ଜିନିଷ ଦେଖଉଛି, ଆସ ମଜାଳି ଜିନିଷ। କିଏ ମାନସିକ କରିଥିବ, କିଏ କ'ଣ କରିଥିବ, କିଏ ଚୁଟି ପକେଇବ, କିଏ କ'ଣ ନ ପକେଇବ, ଗୋଟେ ମାନସିକ ନାହିଁ ନା। ସେଭଳିଆ ଜିନିଷ ଦେଖିବା ପାଇଁ ମୁଁ ଆଉ ଗୋଟେ ଜାଗାକୁ ନେଇ ଆସିଛି ଆପଣମାନଙ୍କୁ। ଏଇଟା ଦେଖିପାରୁଛନ୍ତି କ'ଣ ଲେଖା ହେଇଛି? ଏ ଟିକେ ଅଧିକା ଲେଖି ଦେଇଛନ୍ତି, ଭାବିବେନି, ଖରାପ ଭାବିବେନି। ବାଳ ପକା ମଣ୍ଡପ, ଏଇଟା ଏଇରେ ସେତେବେଳେ ପୁରା ସେଇ ସିଜିନର ସେଇ ଟାଇମର ଏଇଟା ପୁରା ବହୁତ ଭର୍ତ୍ତି ହେଇଯାଇଥିଲା। ଏଇରେ ଛୁଆମାନେ ବସିବେ, ଏଇଠି ନଣ୍ଡା କରାଯିବ, ଏଇଠି ଖାଲି ନନା ମାନଙ୍କୁ ଉପକାର କରାଯିବ। ଆଉ ଏପଟେ ବି ସବୁ କରାହେଇଛି। ଏଗା ସେତେବେଳେ କିଛି ନଥିଲା, ଏଗା ସବୁ ପୁରା ହେଇକି ଭର୍ତ୍ତି ହେଇଗଲାଣି ଏ ଘରଗା। ଏଠି କିଏ କାହା ପିଲା ଆଣିକି ଏଇଠି ମାନେ ଚୁଟି ପକେଇଛନ୍ତି, ନିହାତି କମେଣ୍ଟ କରିକି ଜଣେଇବେ। ବାସ୍, ଚାଲ ଆଗକୁ ଦେଖିବା। ସବୁଆଡ଼େ ପୁରା ପାଣିର ବ୍ୟବସ୍ଥା କରାହେଇଛି। ଏପଟେ ଗଛ ବି ଲଗା ହେଇଛି, ପିଜୁଳି ଗଛ, ଦୁନିଆ ଫୁଲ ଗଛ ବି ଲଗା ହେଇଛି। ଦେଖୁଛନ୍ତି ଏଇଟା ହଉଛୁ ଏପଟିକାର ପଛ ଗେଟ୍, ସେ ସାମ୍ନା ଗେଟ୍ ସେପଟେ ଥିଲା, ଦେଖିଥିଲେ। ପଛ ଗେଟ୍ କେମିତିକା ଦୃଶ୍ୟ ହେଇଛି ଟିକେ ଜଣେଇବେ। ଏଇଟା ପୁରା ଏଇ ଦେଖିଛନ୍ତି, ଏଇଟା ବେଞ୍ଚ ବସେଇଛନ୍ତି, ପୁରା ଗାର୍ଡେନ କରିଦିଆଯାଇଛି। ଆଉ ସେପଟେ ବି ବସା ହେଇଛି, ପ୍ରାୟତଃ ମ୍ୟାକ୍ସିମମ୍ ବସା ହେଇଛି, ମାନେ ଏଇ କଥାବାର୍ତ୍ତା ପାଇଁ, ସ୍ପଟ କରିବା ପାଇଁ ଲୋକମାନେ ଆସିବେ, ବସିବେ, ଖରା ଟିଆ କ'ଣ କରିବେ।
ମାନେ କିଏ କିଏ ସହଯୋଗ ଅନୁଦାନ ପାଣ୍ଠି ସହଯୋଗ କରିଛନ୍ତି ସେଭଳିଆ ଲୋକଙ୍କର ନାମ ଏଠି ଦେଖିବା ଆସ। ମରାହେଇଛି। ପୁରୁଣା ମନ୍ଦିର, ଏଇଟା ହେଉଛି ନୂଆ ମନ୍ଦିର। ଏଇଟା ଦେଖିପାରିଲେ ଆପଣମାନେ ଆସିଥିବେ, ଦେଖିଥିବେ, ପୂଜା କରିଥିବେ, ଆପଣମାନେ ସେ ବିଷୟରେ ଅନୁଭବ କରିଥିବେ। ଆଉ ମୁଁ ସେ ବିଷୟରେ ଆଉ କ'ଣ କହିବି, ଆପଣମାନେ ତ ସବୁ ଜାଣିଥିବେ ପ୍ରାୟ କେମିତି କ'ଣ ପୂଜା କରିବେ। ଏଠି ମାଆଙ୍କର ପ୍ରିୟ ଜିନିଷ କ'ଣ ହେଲା ଜାଣିଛନ୍ତି? ଏଠିକାର ପ୍ରିୟ ଜିନିଷ ହେଲା କଦଳୀ କାନ୍ଦି, ସେଇଟା ନେଇକି ଆସିବେ। ସେଇଟା ହେଉଛି ସବୁଠୁ ବଡ଼ ପ୍ରିୟ ଜିନିଷ ତାଙ୍କର। ସେଇ ଜିନିଷ ନେଇକି ଆସିବେ, ଆପଣଙ୍କର ମନସ୍କାମନା ପୁରା ପୂରଣ ହେଇଯିବ। ଆପଣ ସବୁ ମନ୍ଦିର ଯାଇଥିବେ, କିନ୍ତୁ ଏଠିକା ମନ୍ଦିରରେ ଏଭଳିଆ ଦୃଶ୍ୟ କେବେ ହେଲେ ଦେଖିନଥିବେ। ବସିଲା ବେଳେ ଏଠି ଘଣ୍ଟି ବଜେଇକି ବସିବେ ସାମ୍ନାରେ, ଦେଖିପାରୁଛନ୍ତି? ଘଣ୍ଟି ବଜେଇକି ବସିବେ। ଆଉ କୌଣସି ଜାଗାରେ ସେଭଳିଆ ଜିନିଷ ନାହିଁ। କିନ୍ତୁ ମନ୍ଦିର ଭିତରେ ପଶିକି ବଜେଇବେ, କିନ୍ତୁ ଗେଟ୍ରେ କେବେ ହେଲେ ବଜେଇବାର ସୁଯୋଗ ପାଇବେନି। ଏଇଠି ହେଉଛି ଆମର ଟିକଟ କାଉଣ୍ଟର। ଯଦି ଭିଡ଼ ହେଇଯାଏ ଏଇଠି ଆ ମାର୍ଫତରେ ହିଁ କଣ୍ଟ୍ରୋଲ କରାଯାଏ। ବାସ୍ ସରିଗଲା ଆଜି ଆମର ଏଠିକା ଦୃଶ୍ୟ ପ୍ରାୟତଃ ସରି ଆସିଲାଣି।